ଝିଅ କବାଟ ଫିଟଉନି, ଶୀଘ୍ର ଆସି ପହଞ୍ଚ। ମୁଁ ଆସି ପହଞ୍ଚିଲା ବେଳକୁ ଗାଁ ସାରା ହଜାର ଲୋକ ଠିଆ ହେଇଛନ୍ତି। ଝିଅ ତାର ଭିତରେ ରସି ଦେଇକି ଓଳିଛି। ରତିକାନ୍ତ ପଣ୍ଡା, ଯାଜପୁର ଟାଉନ୍। ଝିଅ ବାହାଘର 3 ବର୍ଷ ହେଲା କରିଥିଲି। କୌଣସି ଅସୁବିଧା ସୁବିଧା ଜାଣିନଥିଲି। କାଲି ହଠାତ୍ ଫୋନ୍ କରି କହିଲେ ସମୁଦି ଆଉ ଝିଅ କବାଟ ଫିଟଉନି, ଶୀଘ୍ର ଆସି ପହଞ୍ଚ। ମୁଁ ଆସି ପହଞ୍ଚିଲା ବେଳକୁ ଗାଁ ସାରା ହଜାର ଲୋକ ଠିଆ ହେଇଛନ୍ତି। ଝିଅ ତାର ଭିତରେ ରସି ଦେଇକି ଓଳିଛି। ମୁଁ ସେପଟେ ଯାଇ ଦେଖିଲି। ଦେଖିଲା ପରେ ପୋଲିସ ବାଲା କହିଲେ ନାଇଁ, କବାଟ ଫିଟେଇ ହେବନି। ତା ପୂର୍ବରୁ ସେ ଆମେ ଆସି ପହଞ୍ଚିଲା ପୋଲିସ ବାଲାଙ୍କୁ ଡକେଇଛନ୍ତି। ଆଉ ଡକେଇ ରଖିଛି। ଜ୍ୱାଇଁଙ୍କ ନାଁ ସତ୍ୟବ୍ରତ ତ୍ରିପାଠୀ, ଝିଅ ନାଁ ସନ୍ତୋଷୀ ପଣ୍ଡା। ବାହାଘର ହେଇଥିଲା 2/12/2023। କ'ଣ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଡିଷ୍ଟର୍ବାନ୍ସ ଥାଇପାରେ, ନହେଲେ ଘରର ଷ୍ଟ୍ରକ୍ଚର ଥାଇପାରେ। ଆଗରୁ ତ କିଛି ଶୁଣୁନଥିଲି, ମଝିରେ ଖାଲି ଟିକେ ଟିକେ କିଛି ଜାଣିଥିଲି। ଝିଅ ଏମିତି କହୁଥିଲା, ମୋ ଶାଶୁ ଏମିତି କୁହେ, ଗଞ୍ଜଣା ଫଞ୍ଜଣା ଦିଏ, ଏଇ ଟାଇପ୍ର। ଦେହ କ'ଣ ମାନେ ସେ ତ ଭିତରୁ ଲକ୍ ଅଛି। ସନ୍ଦେହ କିଛି ବି କହିକି ସେ ନ ସହି ପାରିଛି, ସେଠୁ ଆତ୍ମହତ୍ୟା କରୁଛି। ଆଉ ତାଙ୍କ ଘର ଫ୍ୟାମିଲି ହେଲେ କିଏ କହିଥିବେ, ଆଉ କିଏ କହିଥିବ। କିଛି ଗୋଟେ ସେମିତି କଥା କହିଛନ୍ତି ଯୋଉଟାକି ସେ ଆଜି ଆତ୍ମହତ୍ୟା କରୁଛି। ଆଉ ତଦନ୍ତ ପୋଲିସ ବାଲାଙ୍କୁ ଏଫଆଇଆର କରିଛି। ଆସିଲା ପରେ ସେମାନେ ଯାହା ତଦନ୍ତ ନେବେ ମୁଁ ସେଥିରେ ରାଜି ରହିବି।